फ्लाइंग ईगल वर्चुअल एकेडमी तरफ ऑनलाइन जो क्लास चलती समस्त की स्वागत करुच्ची पिले आज आम नवम श्रेणी प्रबंध विभाग जातीय जीवन मधुसूदन दास को लेखा जातीय जीवन कथा पढ़ा। प्राबंधिक लेखक मधुसूदन दास 28/4/1848 मसीह जन्म ग्रहण करते। जन्म 28/4/1848। मृत्यु होता 4/2/1934। पिता थिले रघुनाथ दास, माता पार्वती देवी कौरसरू उत्कलर जड़े बरपुत्र मधुसूदन दास जन्म लाभ करते। बाल्य नाम थिला गोविंद वल्लभ। बाल्य नाम गोविंद वल्लभ जितेबाला सी आसी कटक रे पाठ पढ़िले गोविंद वल्लभ नाम हो गला मधुसूदन दास। सेते समय 1848-1934 मध्य ओडिशा रे जदि जड़े शिक्षित व्यक्ति रूपे गणा जाउथिला से होउछन्ति मधुसूदन दास। अगाध पांडित्य, अगाध ज्ञान, इंग्राजी रे एमए, सेते गणित भूगोल ये सब विषय अगाध पांडित्य थिला। 1921 मसीह से बिहार उड़ीसार मंत्री थिला बेले जेतेबेले दरमा नेले से दरमा को विरोध करुथिले जे आमे तो लोक मानक सेवा पाई आसछु एथे दरमा कोन नबा एया को विरोध करी ताको कथा के समर्थन कले ना। मंत्री हेले लोक को सेवा कले दरमा नबा को हुए एहा को विरोध करी मधुसूदन मंत्री पद इस्तीफा देथिले 1921। 1882 रे स्वतंत्र उत्कल गठन निमंते उत्कल सभा गठन कले। 1903 रे उत्कल सम्मेलन गठन कले। उत्कल भाषा स्वतंत्र उत्कल ए सब गठन करिबा पाई मधुसूदन उत्कल सम्मेलन गठन करथिले। आज आमे से मधुसूदन जातीय जीवन लेखा पाठ करिबा। जातीय जीवन उत्कल सम्मेलन रे से जो अभिभाषण रखी तार एक संक्षिप्त पाठ एठारे आलोचनार विषय जातीय जीवन मानव व्यक्तिगत जीवन मध्य संपर्कर निरूपण, जातीय जीवन स्वरूप, पराधीन उत्कलीय मानक जातीय स्रोत में सामिल करिबा एभली भाव से उद्बोधन देछन्ति उत्कलर समस्त जनजीवन। तांकर प्रत्येक क्षेत्र में ओडिया माटी, ओडिया मनीष भाषा आपको भल पाइबा से ओडिशार जनसाधारण को चेतौथिले। शिल्प, राजनीति, शिक्षा,
ସବୁଥିରେ ପାରଦର୍ଶିତା ଲାଭ କରିଥିବା ମଧୁସୂଦନ ଦାସ ଏକ ମହତ୍ୱପୂର୍ଣ୍ଣ ଭୂମିକା ସେତେବେଳେ ସେ ନିଭେଇଥିଲେ। ଆଇନ ବ୍ୟବସାୟ, ରାଜନୀତି, ସାମ୍ବାଦିକତା ସବୁଥିରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ମନ ଦେଇ ପାଠ ପଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି, ଏ କଥା ସେତେବେଳେ ବହୁ ଭାବରେ ପ୍ରଚଳିତ ଥିଲା। ମଧୁବାବୁ ଏତେ ସୁନ୍ଦର ଭାବରେ ଆଇନ ବ୍ୟବସାୟ କଲାବେଳେ ସମସ୍ତ ଆଇନ କାର୍ଯ୍ୟରେ ଲୋକମାନଙ୍କୁ ସେ ମାଗଣାରେ ଆଇନ ସହାୟତା ଯୋଗାଉଥିଲେ। ସ୍ୱାଭିମାନର ସହିତ ଓଡ଼ିଆ କେମିତି ବଞ୍ଚିବ ସେ କଥା ଓଡ଼ିଆମାନଙ୍କୁ ସେ ଶିକ୍ଷା ଦେଉଥିଲେ। କର୍ମମୟ ଜୀବନ ମଧ୍ୟରେ ସେ ଓଡ଼ିଆ ଜାତିକୁ ଉଦ୍ବୋଧନ ଦେବା ଉଦ୍ଦେଶ୍ୟରେ 7ଗୋଟି ଦେଶାତ୍ମବୋଧକ କବିତା ରଚନା କରିଛନ୍ତି। ଏହା ହେଉଛି ତାଙ୍କର ସାହିତ୍ୟ କ୍ଷେତ୍ରରେ ଅନବଦ୍ୟ କୃତିତ୍ୱ। ସାରସ୍ୱତରେ ସେ ଯଥାର୍ଥ ପରିଚୟ ପାଇଛନ୍ତି। ଏତିକିରେ ବହୁ କମ୍ ଲେଖାରେ ମଧ୍ୟ ସେ ଏକ ଇତିହାସ ସୃଷ୍ଟି କରିଛନ୍ତି। ଆଜି ତାଙ୍କର ଜାତୀୟ ଜୀବନ ପ୍ରବନ୍ଧ ଆମେ ଆଲୋଚନା କରିବା। ହେଲେ ମୁଁ ବିଷୟକୁ ପାଠ କରୁଛି, ତମେ ବାରମ୍ବାର ପ୍ରବନ୍ଧଟିକୁ ପାଠ କରିବ। ତା ଭିତରେ ଥିବା ଶବ୍ଦ ଗୁଡ଼ିକୁ ବୁଝିବାକୁ ପଡ଼ିବ। ଆମମାନଙ୍କର ଜାତୀୟ ଜୀବନ ଅଛି କି? ପ୍ରଥମେ ସେ ପ୍ରଶ୍ନ ପଚାରିଛନ୍ତି। ଜାତି ଜାତି ମଧ୍ୟରେ ଭାବ ହେବା ନିମନ୍ତେ ଜୀବନ ଆବଶ୍ୟକ। ଆମମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲକ୍ଷିତ ହୁଏ ତାହା ବ୍ୟକ୍ତିଗତ ଜୀବନ। ଜୀବନ କ୍ଷଣସ୍ଥାୟୀ, ତାହା କାଲି ଶ୍ମଶାନରେ ଶେଷ ହୋଇଯିବ। ଶରୀରର ଅଭ୍ୟନ୍ତରରେ ଯେଉଁ ଆତ୍ମା ବିଦ୍ୟମାନ ତାହା ଈଶ୍ୱରଙ୍କ ନିକଟରେ ପହଞ୍ଚିବ। ତେବେ ପାର୍ଥିବ ଜୀବନର ଆକର୍ଷଣୀୟ ଶକ୍ତି ଅର୍ଥାତ୍ ମୋର ସ୍ତ୍ରୀ, ମୋର ଅପତ୍ୟ, ମୋର ସମ୍ପତ୍ତି ଏବଂ ଭୂତ ପାର୍ଥିବ ଭାବ ଗୁଡ଼ିକ ମୋତେ ପ୍ରତିକ୍ଷଣ ତଳକୁ ତଳକୁ ଓଟାରୁଛି। ଉପରେ ସ୍ୱର୍ଗୀୟ ଜୀବନର ଆକର୍ଷଣୀୟ ଶକ୍ତି ଅର୍ଥାତ୍ ମୋର ପ୍ରାଣ ପରିତ୍ରାଣ, ମୋର ଅନନ୍ତ ବିଶ୍ରାମ ସ୍ଥାନ ମୋତେ ସର୍ବଦା ଉପରକୁ ଟାଣୁଛି। ଚତୁଃପାର୍ଶ୍ୱରେ ଅନ୍ୟାନ୍ୟ ଜାତି ସମାଜ ବିଦ୍ୟମାନ। ସେହି ଜାତି ଓ ସମାଜ ମାନଙ୍କ ସଙ୍ଗେ ଜୀବନ ମିଳାଇ ଆଳାପ କରିବା ଆମମାନଙ୍କର ଗୋଟିଏ ପ୍ରଧାନ କର୍ମ। ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ ଜାତି ଜାତି ମଧ୍ୟରେ ସଦ୍ଭାବ ହେବ। ଜାତି ଜାତି ମଧ୍ୟରେ ଯେଉଁ ସଦ୍ଭାବ ତୈରି ଛେଦ ହେବ ନାହିଁ, କିନ୍ତୁ ବ୍ୟକ୍ତିଗତ ସଦ୍ଭାବ ଚିରସ୍ଥାୟୀ ନୁହେଁ, ତାହା କ୍ଷଣଭଙ୍ଗୁର। କେହି କେହି ବିଚାର କରନ୍ତି ଯେ ଜାତୀୟ ସଦ୍ଭାବ ହେଲେ ବ୍ୟକ୍ତିଗତ ଅସଦ୍ଭାବ ରହିବ ନାହିଁ। ଏହିପରି ବିଚାର ଭ୍ରାନ୍ତିମୂଳକ। ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ ସୁଦ୍ଧା ଜାତି ଭିତରେ ବ୍ୟକ୍ତିଗତ ବିବାଦ ସମୂଳେ ଲୋପ ପାଇବା ଅସମ୍ଭବ। ଏପରି କେହି ମନେ କରିବେ ନାହିଁ ଯେ ଉତ୍କଳରେ ଜାତୀୟ ଜୀବନ ପ୍ରତିଷ୍ଠିତ ହୋଇ ତହିଁର ମୂଳଦୁଆ ଦୃଢ଼ ହେଲେ ଆମ୍ଭ ଦେଶରେ ବ୍ୟକ୍ତିଗତ ବିବାଦ ଆଦୌ ରହିବ ନାହିଁ ଓ ଅଦାଲତ ଗୁଡ଼ିକ ଉଠିଯିବ। ବ୍ୟକ୍ତିଗତ ଜୀବନରେ ଅସଦ୍ଭାବ ହେଲେ ସୁଦ୍ଧା ଜାତୀୟ ସଦ୍ଭାବରେ କିଛି ଅଭାବ ଘଟିବ ନାହିଁ। ମୁଁ କୌଣସି ଶିକ୍ଷିତ ଓ ପଦସ୍ଥ ଉତ୍କଳୀୟ ଠାରୁ ତଳ ଲିଖିତ ମର୍ମରେ ଚିଠି ପାଇଅଛି। ମୋ ସଙ୍ଗେ ଆପଣଙ୍କ ମନ ମିଳିଲା ନାହିଁ, ଅତଏବ ମୁଁ ସମ୍ମିଳନୀରେ କାର୍ଯ୍ୟ କରିପାରିବି ନାହିଁ। ଏଥିର କାରଣ ଆମମାନଙ୍କର ଜାତୀୟ ଜୀବନର ଅଭାବ। ଜାତୀୟ ଜୀବନ ଗଠିତ ହେଲେ ବ୍ୟକ୍ତିଗତ ଭାବରେ ଅସଦ୍ଭାବ ଥିଲେ ସୁଦ୍ଧା ଜାତୀୟ ଅନୁଷ୍ଠାନରେ ସମସ୍ତେ ମିଳିମିଶି କାର୍ଯ୍ୟ କରିପାରିବା, ଏଥିରେ ସନ୍ଦେହ ନାହିଁ। ଏଠାରେ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେବାକୁ ଇଚ୍ଛା କରୁଛି। ବର୍ତ୍ତମାନ ଏ ପାରାଗ୍ରାଫକୁ ଆମେ ଆଲୋଚନା କରିବା। ପାରାଗ୍ରାଫରେ ଜାତୀୟ ଜୀବନ
ଜାତି ସମ୍ବନ୍ଧୀୟ বা জাতিগত জাতি সম্বন্ধীয় জীবন আমার আছে কি? সর্বপ্রথমে প্রাবন্ধিক মধুসূদন দাস প্রশ্ন করিছন্তি সমস্ত উৎকলীয় মান আমମାନଙ୍କ ମଧ୍ୟରେ ଜାତୀୟ ଜୀବନ ପ୍ରତିଷ୍ଠିତ ହୋଇଛି କି? ଜାତି ଜାତି ମଧ୍ୟରେ ଭାବ ହେବା ନିମନ୍ତେ ଜୀବନ ଆବଶ୍ୟକ। ଆଉ ଆମେ ଯେଉଁଭଳି ଜୀବନ ବଞ୍ଚୁଛୁ ତାକୁ କୁହାଯାଏ ବ୍ୟକ୍ତିଗତ ଜୀବନ। ତମେ ନିଜେ ନିଜେ ବଞ୍ଚୁଛ, ଜାତି କଥା ଚିନ୍ତା କରୁନାହ। ତେଣୁ ଆଗ ଜାତିକି ଭଲ ପାଇବା। ବ୍ୟକ୍ତିଗତ ଜୀବନ ଠାରୁ ଜାତୀୟ ଜୀବନର ମହତ୍ଵ ଅଧିକ। ଜୀବନ ଆଜି ଅଛି କାଲି ଚାଲିଯିବ। ଜୀବନ କ୍ଷଣସ୍ଥାୟୀ। ଆଜି ମଲେ ତମେ ଶ୍ମଶାନକୁ ଯିବ, ଶ୍ମଶାନରେ ଦାହ ହେଇଯିବ ଶରୀର, କିନ୍ତୁ ଶରୀରର ଅନ୍ତର ମଧ୍ୟରେ ଯେଉଁ ଆତ୍ମା ବିଦ୍ୟମାନ ତାହା ଈଶ୍ୱରଙ୍କ ପାଖରେ ପହଞ୍ଚିବ। ଏ କଥା ଉଦ୍ବୋଧନ ମାଧ୍ୟମରେ ପ୍ରାବନ୍ଧିକ ସୂଚାଇ ଦେଇଛନ୍ତି। ପାର୍ଥିବ ଜୀବନରେ ଏ ପୃଥିବୀରେ ଆମେ ଯେଉଁ ବଞ୍ଚିଛୁ ଆମର କିଛି ଶକ୍ତି ଆମକୁ ତଳକୁ ତଳକୁ ଟାଣୁଛି। କ'ଣ ସେ ଶକ୍ତି ସବୁ ଟାଣୁଛି? ଅପତ୍ୟ, ପୁତ୍ର କନ୍ୟାକୁ ଅପତ୍ୟ, ମୋର ଅପତ୍ୟମାନ ସ୍ତ୍ରୀ ପୁତ୍ର କନ୍ୟା, ମୋର ସମ୍ପତ୍ତି, ମୋର ସାଂସାରିକ ଭାବ ଗୁଡ଼ିକ ମୋତେ ତଳକୁ ତଳକୁ ଟାଣୁଛି। ମୁଁ ସମୟ ଦେଇପାରୁନି ଜାତୀୟ ଜୀବନ ପାଇଁ। ଆଉ ଉପରେ ସ୍ୱର୍ଗୀୟ ଜୀବନର ଆକର୍ଷଣୀୟ ଶକ୍ତି ମୋତେ ଅପେକ୍ଷା କରି ରହିଛି। ମୁଁ କାହିଁକି ଜନ୍ମ ହୋଇଛି? କ'ଣ ଭଗବାନଙ୍କର ଉଦ୍ଦେଶ୍ୟକୁ ପରିପୂରଣ କରିବା ପାଇଁ, ମୋ ପ୍ରାଣର ପରିତ୍ରାଣ ପାଇଁ, ମୋ ପ୍ରାଣର ଉଦ୍ଧାର ପାଇଁ, ମୋର ଅନନ୍ତ ବିଶ୍ରାମ ସ୍ଥାନ ମୁଁ ଯେତେବେଳେ ପରମଧାମକୁ ଯିବି ମୋତେ ସର୍ବଦା ଉପରକୁ ଟାଣୁଛି, ଊର୍ଦ୍ଧ୍ୱଗତି କରୁଛି। ସାଂସାରିକ ଜୀବନ ମୋତେ ପଛକୁ ଟାଣୁଥିବା ସମୟରେ ମୋର ଆତ୍ମା କେମିତି ପରମାତ୍ମାଙ୍କ ସହିତ ଲୀନ ହେବ, ମୁଁ କେମିତି ସଂସାରରୁ ଉଦ୍ଧାର ପାଇବି, ଏହା ମୋତେ ଊର୍ଦ୍ଧ୍ୱକୁ ଟାଣୁଛି। ଏ କଥା ସୂଚାଇଛନ୍ତି। ଚତୁଃପାର୍ଶ୍ୱରେ ଅନ୍ୟାନ୍ୟ ଜାତି ସମାଜ ବିଦ୍ୟମାନ। ସେ ଜାତି ସମାଜ ମାନଙ୍କ ମଧ୍ୟରେ ଜୀବନ ମିଳାଇ ଆମେ ବଞ୍ଚିବା, ଏହା ହେଉଛି ଆମର କର୍ମ। ତେଣୁ ପିଲେ ମନେ ରଖିବ, ଜାତୀୟ ଜୀବନ ପ୍ରତିଷ୍ଠିତ ହେଲେ ଜାତି ଜାତି ମଧ୍ୟରେ ଭଲ ସମ୍ପର୍କ ରହିବ, ସଦ୍ଭାବନା ରହିବ। ତେଣୁ ଭଲ ଭାବନା ରହିଲେ ଜଣେ ଜାତୀୟତାବାଦୀ ହେଲେ ସେ ଭଲ ମଣିଷ ହୋଇପାରିବ। ଜାତି ଜାତି ମଧ୍ୟରେ ଯେଉଁ ସଦ୍ଭାବନା ଅଛି କେମିତି ତା ଉଚ୍ଛେଦ ହେବନି, କେମିତି ସେ ହଜିଯିବ ନାହିଁ, ଏ କଥା ଚିନ୍ତା କରିବାକୁ ପଡ଼ିବ। ବ୍ୟକ୍ତିଗତ ସଦ୍ଭାବ ଚିରସ୍ଥାୟୀ ନୁହେଁ। ନିଜ ନିଜ ଭିତରେ ଆମର ଯେଉଁ ସଦ୍ଭାବନା ଅଛି ତା ଚିରସ୍ଥାୟୀ ନୁହଁ। ଆଜି ଭଲ ଅଛି କାଲି ବି ଭାଙ୍ଗି ଯାଇପାରେ। ତା କ୍ଷଣଭଙ୍ଗୁର, କ୍ଷଣସ୍ଥାୟୀ, କ୍ଷଣଭଙ୍ଗୁର କ୍ଷଣସ୍ଥାୟୀ, କ୍ଷଣଭଙ୍ଗୁରର ଅର୍ଥ କ୍ଷଣସ୍ଥାୟୀ। କ୍ଷଣଭଙ୍ଗୁର କ୍ଷଣସ୍ଥାୟୀ। କେହି ବିଚାର କରନ୍ତି ଯେ ଜାତୀୟ ଜୀବନ ସଦ୍ଭାବ ହେଲେ ବ୍ୟକ୍ତିଗତ ଅସଦ୍ଭାବ ରହିବ ନାହିଁ। ଜାତୀୟ ଜୀବନରେ ସଦ୍ଭାବ ଆସିଗଲା ପରେ ଅସଦ୍ଭାବ, ସଦ୍ଭାବ ଆମ ଭିତରେ ଅସଦ୍ଭାବ ଆଉ ରହିବନି। ସବୁବେଳେ ସଦ୍ଭାବ ପ୍ରତିଷ୍ଠିତ ହେବ। ଆଉ ଜାତୀୟ ଜୀବନ ପ୍ରତିଷ୍ଠା ହେଲେ ମଧ୍ୟ
ଜାତି ଭିତରେ ବ୍ୟକ୍ତିଗତ ବିବାଦ ସମୂଳେ ଲୋପ ପାଇଯିବ ଏହା କହିବା ଅସମ୍ଭବ। ବିବାଦ ସବୁବେଳେ ରହିବ। ଏପରି ମନେ କରିବେ ନାହିଁ ଯେ ଉତ୍କଳରେ ଜାତୀୟ ଜୀବନ ପ୍ରତିଷ୍ଠିତ ହୋଇ ତହିଁରେ ମୂଳଦୁଆ ଦୃଢ଼ ହେଲେ ଆମ ଦେଶରେ ବ୍ୟକ୍ତିଗତ ବିବାଦ ଆଉ ରହିବନି। ସୁନ୍ଦର କଥାଟିଏ କହିଛନ୍ତି ପ୍ରାବନ୍ଧିକ। ଯଦି ଜାତୀୟ ଜୀବନ ପ୍ରତିଷ୍ଠିତ ହୋଇଗଲା ବ୍ୟକ୍ତିଗତ ବିବାଦ ଆଉ ଆଦୌ ରହିବ ନାହିଁ ଏ କଥା କହିବା ଭୁଲ। ବ୍ୟକ୍ତିଗତ ଜୀବନ ଅସଦ୍ଭାବ ରହିଲେ ସୁଦ୍ଧା ଜାତୀୟ ଜୀବନରେ କିଛି ଅଭାବ ଘଟିବ ନାହିଁ। ଆମ ଭିତରେ ଯେତେ ବିବାଦ ଥାଉ ଜାତୀୟ ଜୀବନ ଜାତୀୟ ସଦ୍ଭାବ ଆମେ ସଦାସର୍ବଦା ରଖିବା। ଗୋଟେ ଉଦାହରଣ ଦେଇଛନ୍ତି, ମନେ କରନ୍ତୁ ମୋ ସଙ୍ଗେ ଆପଣଙ୍କର ମନ ମିଳିଲା ନାହିଁ। ତା ଅର୍ଥ ନୁହେଁ ଯେ ମୁଁ କୌଣସି ଏକ ସମ୍ମିଳନୀରେ ଯୋଗ ଦେବି ନାହିଁ। ଏପରି କଲେ ବ୍ୟକ୍ତିଗତ କଳହକୁ ନେଇକି ଆମେ ଏକ ସମୂହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ନାହିଁ। କାରଣ ଆମମାନଙ୍କର ଏମିତି କଲେ ଜାତୀୟ ଜୀବନର ଅଭାବ ଅଛି ବୋଲି ପରିଲକ୍ଷିତ କରିବାକୁ ପଡ଼ିବ। ସମସ୍ତେ ମିଳିମିଶି କାମ କରିବା, ଜାତିର ଉନ୍ନତି କରିବା, ଏହା ହେଉଛି ଜାତୀୟ ଜୀବନର ଉଦାହରଣ। ପରବର୍ତ୍ତୀ ଅଧ୍ୟାୟରେ ପ୍ରାବନ୍ଧିକ ସୂଚାଇଛନ୍ତି ଆକାଶରେ ଜଳବିନ୍ଦୁ ପୃଥିବୀ ଉପରେ ପଡ଼େ, ତତ୍ପରେ ଜଳବିନ୍ଦୁ ଗୁଡ଼ିକ ଏକତ୍ରିତ ହୋଇ ଗୋଟିଏ ଜଳଧାରା ହୋଇ ତଳକୁ ବହିଯାଏ। ଏହିପରି କେତେ ଗୁଡ଼ିଏ ଜଳଧାରା ମିଶି ଗୋଟିଏ ନାଳରେ ପରିଣତ ହୁଏ। ଏହିପରି କେତେ ଗୁଡ଼ିଏ ନାଳ ନଦୀରେ ପରିଣତ ହୋଇ ତଳକୁ ବହିଯାଏ, ଶେଷରେ ସମୁଦ୍ରରେ ପଡ଼େ। ଆପଣମାନେ ଦେଖନ୍ତୁ, ସବୁ ସ୍ଥଳରେ ସବୁ ଅବସ୍ଥାରେ ଜଳ ନିଜର ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖିଅଛି। ଜଳର ଜାତୀୟ ଗୁଣ କ'ଣ ନା ନିମ୍ନଗତି। ବିନ୍ଦୁଏ ଜଳରେ ସେହି ଗୁଣ ବିଦ୍ୟମାନ। ମହାସମୁଦ୍ରରେ ମଧ୍ୟ ଜଳର ନିଜ ଜାତୀୟ ଗୁଣ ହରାଇ ପାରେ ନାହିଁ। ବିନ୍ଦୁ ବିନ୍ଦୁରେ ସିନ୍ଧୁ ସୃଷ୍ଟି ହୁଏ। ସୁନ୍ଦର ଉଦାହରଣ ଦେଇଛନ୍ତି ପ୍ରାବନ୍ଧିକ। ବିନ୍ଦୁ ବିନ୍ଦୁରେ ସିନ୍ଧୁ ସୃଷ୍ଟି ହେଉଛି। ଜଳ ବିନ୍ଦୁ ଧାରାକୁ ଆମେ ଏହା ମନେ କରିବା ନାହିଁ। ଏହିପରି ଜଳଧାରା ସବୁ ମିଶି ଗୋଟିଏ କେନାଲରେ ପରିଣତ ହୁଏ। ଏହି ନାଳ ଇଏ ବହି ଯାଇକରି ନଦ ନଦୀରେ ପଡ଼େ, ନଦୀ ପୁଣି ଯାଇ ସମୁଦ୍ରରେ ପଡ଼େ, ଏକ ବିରାଟ ସମୁଦ୍ର ତିଆରି ହୁଏ। ଦେଖନ୍ତୁ ତ ବିନ୍ଦୁଏ ଜଳ ଆଜି ସିନ୍ଧୁ କେମିତି ତିଆରି ହେଇଛି। ଜଳର ଜାତୀୟ ଗୁଣ ହେଉଛି ଜଳ ସବୁବେଳେ ତଳକୁ ତଳକୁ ନିମ୍ନକୁ ଗତି କରିବ। ବିନ୍ଦୁଏ ଜଳର ସେହି ଗୁଣ ବିଦ୍ୟମାନ ମହାସମୁଦ୍ରରେ ମିଶିଲେ ସୁଦ୍ଧା ଜଳ ତାର ଜାତୀୟ ଗୁଣକୁ ହରାଇ ନାହିଁ। କେତେ ସୁନ୍ଦର ଉଦାହରଣ ଏଠି ଦେଇଛନ୍ତି। ତେଣୁ ଆମେ ମନେ ରଖିବା ଆମମାନଙ୍କର ଜାତୀୟ ଜୀବନ ଅଛି। ସବୁ ଅବସ୍ଥାରେ, ସବୁ କାଳରେ, ସବୁ ସ୍ଥାନରେ ଆମେମାନେ ପ୍ରତ୍ୟେକ ଜାତୀୟ ଜୀବନର ଟେକ ରଖି କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ। ଆମେ ଯେତେ କାମ କରିବା କେବେ ଭାବିବାନି ଆମ ଜାତିର ଅମର୍ଯ୍ୟାଦା ମର୍ଯ୍ୟାଦାହୀନ ହେଉଛି କି। ଯଦି ମୋ କାର୍ଯ୍ୟ ଦ୍ୱାରା ଜାତିର ଅମଙ୍ଗଳ ହେଉଛି ତାହା ଜାତୀୟ ଜୀବନକୁ ବୁଝେଇବ ନାହିଁ। ଏମିତି କାର୍ଯ୍ୟ କରିବା ଜାତିର ଉନ୍ନତି ହେଉଥିବ ତାହେଲେ ତାହା ଜାତୀୟ ଜୀବନ ଅଛି ବୋଲି ପ୍ରକଟିତ ହେବ। ଏବଂ ପ୍ରତ୍ୟେକ ଜାତୀୟ ଜୀବନ ଟେକ ରଖି ଆମେ କାର୍ଯ୍ୟ କରିବା। ଆମକୁ ଯଦି କେହି ଭ୍ରମରେ ପଡ଼ିଥାନ୍ତି, ଭ୍ରମ ଅତି ଶୀଘ୍ର ସଂଶୋଧନ କରିବା ଏକାନ୍ତ ଆବଶ୍ୟକ। ଯେବେ କେହି ଜଣେ ଓଡ଼ିଆ ଜାତିକୁ ଗାଳି ଦିଏ ତୁମ ମନରେ ରାଗ ହୁଏ ନାହିଁ କି? ଯଦି ତମ ମନରେ ରାଗ ହେଲା ତାହେଲେ ତୁମେ ଜାଣିବ ତମ ମନ ଭିତରେ ଏକ ଜାତୀୟ ଜୀବନ ପ୍ରକଟିତ ହେଉଛି। ଆମ ଓଡ଼ିଆ ଭାଇକି ଜଣେ ଗାଳି ଦେଉଛି, ଆମେ ସହିପାରିବାନି, ରାଗ ଆସିବ। ଇଏ ହେଉଛି ଜାତୀୟ ଜୀବନର ଲକ୍ଷ୍ୟ। ଆଜି କେଉଁ ବିଦେଶରେ ଯଦି କ୍ରିକେଟ ମ୍ୟାଚ୍ଟିଏ ଭାରତ ଜିତି ଯାଉଛି, ତମେ ଏଠି ବାଣ ଫୁଟେଇକି ଉତ୍ଫୁଲ୍ଲିତ ହେଉଛ, ଏହା ଜାତୀୟ ଜୀବନର ଲକ୍ଷ୍ୟ। ଆଜି ଅଲମ୍ପିକରେ କେତେ
ପଦକ କିଏ ଜିତିଲା ଆମେ ଘରେ ଥାଇ ସୁଦୂରେ ଓଡ଼ିଶାରେ ଥାଇକିରି ଆମେ ଉଲ୍ଲସିତ ହେଇ ଉଠୁଛୁ, ଆନନ୍ଦରେ ମତୁଆଲା ହେଇଯାଉଛୁ। ଏହା ଜାତୀୟ ଜୀବନର ଲକ୍ଷ୍ୟ। ତେବେ ଜାତୀୟ ଜୀବନର ଚିହ୍ନ ଆମ୍ଭମାନଙ୍କ ମଧ୍ୟରେ ଅଛି। ତେବେ ଆମେମାନେ ପ୍ରତ୍ୟେକ ଯେକୌଣସି କାର୍ଯ୍ୟ କରୁ ସେତେବେଳେ ନିଜ ନିଜ ସର୍ବପ୍ରଥମେ ଏହି ପ୍ରଶ୍ନ ପଚାରିବା। କ'ଣ ପ୍ରଶ୍ନ ପଚାରିବା? ମୋ କାର୍ଯ୍ୟ ଦ୍ୱାରା ମୋ ଜାତି ନିନ୍ଦିତ ହେଉଛି କି? ମୋ କାର୍ଯ୍ୟ ଦ୍ୱାରା ମୋ ଜାତି ପ୍ରଶଂସିତ ହେଉଛି କି? ଯଦି ପ୍ରଶଂସିତ ହେଉଛି ମୁଁ ଗର୍ବିତ ହେବି, ମୋ ଜାତି ପାଇଁ କିଛି କରିଛି। ଯଦି ନିନ୍ଦିତ ହେଉଛି ତାହା ଜାତି ପାଇଁ କ'ଣ ମୋ ପାଖରେ ଜାତୀୟ ଜୀବନ ନାହିଁ ବୋଲି ଗଣାଯିବ? ତେଣୁ ଜାତି ଅମର୍ଯ୍ୟାଦା ହେଲା ଭଳିଆ କୌଣସି କାର୍ଯ୍ୟ କରିବା ନାହିଁ। ଜାତିର ଟେକ ରଖି କାର୍ଯ୍ୟ କରିବା, ଅମର୍ଯ୍ୟାଦା କରିବା ନାହିଁ। ଆମେ ଯେକୌଣସି କାର୍ଯ୍ୟ କରୁ ସେତେବେଳେ ନିଜକୁ ସର୍ବପ୍ରଥମେ ଏହି ପ୍ରଶ୍ନଟି ପଚାରିବା, ମୁଁ ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ ଏହି ନିନ୍ଦାରେ ମୋ ଜାତି ଭାଗି ହେବ? ଏହା ପ୍ରତ୍ୟେକ ବ୍ୟକ୍ତିର ବୁଝିବା ଆବଶ୍ୟକ। ପ୍ରତ୍ୟେକ କୌଣସି କାର୍ଯ୍ୟ କରୁ ସର୍ବପ୍ରଥମେ ଆମେ ଜାଣିବା ଦରକାର, ମୋ କାର୍ଯ୍ୟ ଦ୍ୱାରା ଜାତିର ନିନ୍ଦା ହେଉନାହିଁ। ମୁଁ ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ ନିନ୍ଦାରେ ମୋ ଜାତି ଭାଗି ହେବ, ଏ କଥା ବୁଝିବା ଦରକାର। ମୋତେ ଯେତେ ଜଣେ କୁବାକ୍ୟ କହେ ଏବଂ ପ୍ରତି ଉତ୍ତର କଲେ ତା ଦ୍ୱାରା ମୋ ଜାତିର ଗୌରବ ବୃଦ୍ଧି ହେବ କି ନାହିଁ? ଜାତିର ମୂଲ୍ୟ ବଢ଼ିଲେ ଜାତୀୟ ଲୋକେ ତୈର ସୁଫଳ ଭୋଗ କରିବେ, ଏଥିରେ ସନ୍ଦେହ ନାହିଁ। ଆମ ଜାତିର ମୂଲ୍ୟ ବଢ଼ିଲେ ତା ସୁଫଳ ଅନ୍ୟମାନେ ଭୋଗ କରିବେ। ଏ କଥାକୁ ନେଇ ଜାତୀୟ ଜୀବନକୁ ନେଇ ପ୍ରାବନ୍ଧିକ ଏକ ସୁନ୍ଦର ଉଦାହରଣ ଦେଇଛନ୍ତି। ଜାପାନୀ ଜାତିର ଉଦାହରଣ ସେ ଦେଇଛନ୍ତି। ଜାପାନୀ ଜାତି ତାଙ୍କର ମୂଳମନ୍ତ୍ର ହେଉଛି କ'ଣ ନା, ମୋର ପ୍ରାଣ ଯାଉ ଲକ୍ଷ୍ୟ ଜାପାନୀଙ୍କ ପ୍ରାଣ ଯାଉ, କିନ୍ତୁ ଜାପାନ ଜାତିର ମାନ ବୃଦ୍ଧି ହେଉ। କେଡ଼େ ସୁନ୍ଦର କଥା! ଏଇଥିପାଇଁ ଜାପାନ ପୃଥିବୀରେ ବିଖ୍ୟାତ ହେଇଛି। ଏହି ଭାବ ପ୍ରତ୍ୟେକ ଜାପାନୀଙ୍କ ହୃଦୟରେ ବିଦ୍ୟମାନ। କେତେ ସେମାନେ ଜାତି ପାଇଁ ଚିନ୍ତା କରୁଛନ୍ତି। ଲକ୍ଷେ ଜାପାନୀ ମରିଯାଆନ୍ତୁ, ମୁଁ ମରିଯାଏ, ମୋ ଜାତିର ଟେକ ରହୁ। ଏ ଚିନ୍ତନ ଆସିବା ଦରକାର। ଏହି ଭାବ ଯୋଗୁଁ ଆଜି ଜାପାନ ଜାତି ସାରା ପୃଥିବୀରେ ପୂଜିତ ହେଉଛି। ମୁଁ ଦିନେ ମରିବି, ମୁଁ ଆଜି ମଲେ ମୋ ଜାତିର ମାନ ବୃଦ୍ଧି ହେବ, ପୂର୍ବପୁରୁଷମାନଙ୍କର ମାନ ବୃଦ୍ଧି ହେବ, ମୋର ସନ୍ତାନ ସନ୍ତତିମାନଙ୍କର ମାନ ବଢ଼ିବ। ଏହି ଭାବାପନ୍ନ ଲୋକଙ୍କୁ ନେଇ ଜାପାନ ଜାତି ଗଠିତ। ଚିନ୍ତା କଲ, ଆମେ କେଉଁଦିନ ଏ ଜାପାନ ଜାତି ଭଳି ହେବା? ଜାତିର ମାନ ବୃଦ୍ଧି ସଙ୍ଗେ ସଙ୍ଗେ ଜଗତ ଚକ୍ଷୁରେ ସେ ଜାତିର ମୂଲ୍ୟ ବଢ଼ୁଛି, ଏଥିରେ ସନ୍ଦେହ ନାହିଁ। ଜାପାନ ଜାତିର ସାରା ପୃଥିବୀରେ ଏଇଥିପାଇଁ ଜାପାନ ଜାତି ଗର୍ବିତ। ଜାପାନ ଜାତିକୁ ସମସ୍ତେ ଏଇଥିପାଇଁ ଭଲ ପାଆନ୍ତି। ଶିକ୍ଷା କରିବାର କଥା। ପ୍ରତ୍ୟେକ ମଣିଷ ମଧ୍ୟରେ ଭାବନା ସୃଷ୍ଟି ହେବା ଦରକାର। ମୁଁ ମରିଯାଏ, ମୋ ଜାତିର ଟେକ ରହୁ। ଲକ୍ଷେ ଓଡ଼ିଆ ମରିଯାଆନ୍ତୁ, ମୋ ଜାତିର ଟେକ ରହୁ। ଏ କଥା ଜାପାନ ଜାତିଙ୍କ ଠାରୁ ଶିକ୍ଷା କରିବା ଉଚିତ। ତେଣୁ ଜାପାନ ଜାତି ଯେତେବେଳେ ଟଙ୍କା ଧାର କରଜ ନେବାକୁ ଆସନ୍ତି, ବିଶ୍ୱର ଅନେକ ରାଷ୍ଟ୍ର ଜାପାନ ଜାତିକୁ ହାତ ବଢ଼ାନ୍ତି। ଟଙ୍କା ଦେବା ପାଇଁ ଅନେକ ସଭ୍ୟ ରାଷ୍ଟ୍ର ହାତ ବଢ଼ାନ୍ତି, ତାଙ୍କୁ ଟଙ୍କା ଦେବା ପାଇଁ ପ୍ରସ୍ତୁତ ହୁଅନ୍ତି। କାରଣ ସେମାନେ ଜାଣନ୍ତି ଜାପାନ ଜାତି ମଧ୍ୟରେ ତାଙ୍କର ଜାତୀୟତା ଭାବ ଅଛି। ଏ ଜାତିରେ ଆମେ ଟଙ୍କା ଦେଲେ ଟଙ୍କା ବୁଡ଼ିବ ନାହିଁ, ଏ ବିଶ୍ୱାସ ଅଛି। ପରବର୍ତ୍ତୀ ଅଧ୍ୟାୟରେ ଆମେ ଆଲୋଚନା କରିବା। ଆଉ ଯାହା ରହିଲା, ବର୍ତ୍ତମାନ ଆମେ କିଛି ପ୍ରଶ୍ନ ପିଲେ ପଚାରିବା।
मन दे विषयटी को पढ़। बर्तमान प्रति पाराग्राफ मध्य किसी प्रश्न पचारि से प्रश्न गुड़िकर सठिक उत्तर देवा चेष्टा कर, नचेत मुझे प्रश्न गुड़िकर उत्तर कहीदेवी मन रख। पिले सर्वप्रथम आमे आम मध्य जो जीवन परिलक्षित हुए ताहा केउ जीवन ये प्रश्न गुड़िक आलोचना कर देला परे जेतिक आम पाराग्राफ रे पढ़ा जाइछि ताकू सरस सुंदर भाव में बुझी हम। बारंबार विषय को पढ़ले उत्तर देवार असुविधा हेनी। मन रख आम भितर जातीय जीवन परिलक्षित हुए, जो जीवन परिलक्षित हुए क्यों जीवन आम भितर जो जीवन ताकू कहते व्यक्तिगत जीवन, निज पाई निजे बंचुच। मन रहा आम मध्य जो जीवन अच्छी परिलक्षित हुए ता क्यों जीवन निज जीवन व्यक्तिगत जीवन। 2 नंबर क्यों जीवन आकर्षणी शक्ति प्रतिक्षण मनीष को तल को उतारुची। मुझे तल को उतारुची पार्थिव जीवन, ये सांसारिक जीवन, ये जो स्त्री अपत्य मानू नहीं आम संसार अच्छु यह आमको तल को टाणुची। तेणु प्रतिक्षण मनीष को तल को टाणुची, पार्थिव जीवन आमको प्रतिक्षण तल को टाणुची। से कहले देखा क्यों जीवन आकर्षणी शक्ति प्रतिक्षण आमको ऊपर को टाणुची। एठी लिखिबो स्वर्गीय जीवन आत्मा परमात्मा लीन हवा पाई सुंदर कर्म करी आमे धाम विदाय नवा पाई एक स्वर्गीय जीवन बीतेबा पाई यह आशा करी आमे जो कार्य करूँ ता आमको ऊपर को टाणुची, भल काम ऊपर को टाणुची, सांसारिक मोह तल को टाणुची। एक कथा मन रखा पड़े। क्यों सद्भाव चिरस्थायी नुहे ना व्यक्तिगत सद्भाव चिरस्थायी तो जब व्यक्ति केन्द्रिक होनी पिले सब तमें व्यक्ति केन्द्रिक ठारू टिके दूर को जाओ, जातीयता बादी हो, जातीय जीवन में निजको सामिल कर। सहज प्रश्न पिले कह जलर जातीय गुण कौन? जलर जातीय गुण निम्न गति, जल निम्न को बहिबा होची जल धर्म। जापान जाति को करज देवा को केउ माने प्रस्तुत? विश्वर समस्त सभ्य राष्ट्र। पिले उत्तर मन रख जेहेतु जापानी तांकर जातीयता बोध अच्छी, जातीय गुण अच्छी, से विश्वर समस्त सभ्य जाति जापान जाति को करज देवा को आगे आसती। एकमात्र पृथ्वी गोटे देश जापान जाति को समस्त करज देवाई आगे आस। जापान जातिर उन्नतिर मूल मंत्र कौन? उत्तर कह पिले उत्तर होची निश्चित परीक्षा पड़े ये प्रश्न सब जापान जातिर मूल मंत्र कौन? मोर प्राण जाऊ लक्षे जापानी को प्राण जाऊ किंतु जापान जातिर मान रहू, ये हूँ मूल मंत्र। केतेबेले आमर आती आम प्रश्न आलोचना करवा तापर आ कि प्रश्न आम पचारा सहज सहज प्रश्न। ओडिया जातीयतार मूर्तिमंत प्रतीक किए? ओडिया जाति की कहले आम मधुसूदन दास को बुझू। मूर्तिमंत प्रतीक कहले मधुसूदन दास को बुझाए। सबु व्यक्ति सबु जाति ठारे केउ गुण रही ना अनुकरण करवा। आमे बहुत अनुकरण करूँ। आमे आमे माने केउ जीवन टेक रखी कार्य करवा उचित। समस्त ध्येय हवा उचित।
आमे जातीय जीवन टेक रखी कार्य करने उचित। अच्छा ताले जातीय जीवन किपरि गठित होता ना व्यक्तिगत जीवन को जेपर्यंत तमे बलिदान न देइछ से पर्यंत जातीय जीवन गठित हो पारिबो नाही। व्यक्तिगत जीवन को बलि देबाक पड़े, व्यक्तिगत स्वार्थ को बलि देबाक पड़िबो। जाति कथा भाबिबो, अन्य मन कथा भाबिबो, मो राज्य मो भाषा ए कथा भाबिबाक पड़िबो। कार्य करने समय निजको सब केउ प्रश्नटी पचारिबा उचित। कार्य जेकोसी आम कार्य करवा से कार्य कला बेले सब चिंतन रखा उचित। ये कार्य कले मो जातिर निंदा हेब नहीं तो ये प्रश्न निजको पचारिबा उचित। मो जातिर निंदा हेब नहीं तो मनकु मनकु ये प्रश्न पचारिबो। केतेबेले जाति जाति मध्य सद्भाव सृष्टि होता है ना जेतेबेले असद्भाव को भूली जातीय जीवन सृष्टि हुए सेतेबेले जाति जाति मध्य सद्भाव सृष्टि हुए। ताहले आम मैंने शेष प्रश्न पचारे आम मैंने सब क्या टेक रखी कार्य करने उचित। सब मन रखिबो जतिकी दुईटी पारा आम जो आज आलोचना कले से आम देखा जातीय जीवन को टेक रखी समस्त कार्य करने उचित। बुझेगा पिले आम एमती किसी कार्य करवानी जे आम जातीय जीवन प्रति असम्मान हेब, जातीय जीवन अधपतन हेब, ये किसी कार्य करवा ना। पिले किछि आउ किछि प्रश्न आम पचारे तो असद्भाव आर विपरीत कौन? असद्भाव गोटे शब्द आम आलोचना कले आर विपरीत शब्द कौन ना विपरीत सद्भाव। सद्भाव पढ़ी असद्भाव लिखिब, असद्भाव पढ़ी सद्भाव लिखिब। चिरस्थायी चिरस्थायी क्षणस्थायी। शिक्षित विपरीत अशिक्षित। निम्नगति जलर जातीय गुण निम्नगति जो लाइन पढ़ाई निम्नगतिर विपरीत शब्द ऊर्ध्वगति। अच्छा पिले सद्भाव जो वार्डटी अच्छी ता विशेष्य ना विशेषण? सद्भाव सद्भाव शब्दटी विशेष्य, जाति विशेष्य, ब्रह्म विशेष्य, स्वर्गीय विशेषण, महाबल विशेषण, व्यक्तिगत विशेषण। जहाँ सब प्रश्न अच्छी ताकू उत्तर देवाई चेष्टा करिबो। बहीटी को प्रबंध जो आम दुईटी पारा आम नहींचे ताकू भल भाव में आउ थे पाठ करिबो। पाठ करी आम तादू सारांश ग्रहण करिबा। बारंबार पाठ करी क्लिष्ट शब्द जहाँ अच्छी ताकू टिके आलोचना कले जहाँ आम लिखिदे मन रखा ताहले आमे निश्चित भाव में आज जी पढ़ाई ताकू सुंदर भाव में मन रखिपर। ताहले सारांश होची एया मन रखा जे आमे जापानी जाति जमती ता जातिर टेकपाई कार्य करुच्ची आमे निश्चित भाव में निजको बलि दबा आम जातिर टेकपाई आमे बलि दबा को प्रस्तुत हवा एतिकी आमे सारांश जानिबा। आउ जाति जाति भितर विभेद सृष्टि करवानी।
ଏମିତି କାର୍ଯ୍ୟ କିଛି କରିବାନି ମୋ ଜାତିର ଟେକ ଉପରେ ମୋ ଜାତିର ମାନ ଉପରେ ସମ୍ମାନ କ୍ଷୁଣ୍ଣ ହେବ ଏ କାମ ଆମେ କରିବା ନାହିଁ। ଏତିକି ମନେ ରଖିବା। ଏତିକି ହେଉଛି ସାରା ବିଷୟ। ଆଉ ପିଲେ ସୁନ୍ଦର ଭାବରେ ମନେ ରଖି ତମେ ଧୈର୍ଯ୍ୟର ସହିତ ଶୁଣିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆଉ ପରବର୍ତ୍ତୀ ଅଧ୍ୟାୟରେ ଆଉ ଆମେ ବିଷୟକୁ ଶେଷ କରିବା। ସମସ୍ତଙ୍କୁ ଧନ୍ୟବାଦ। ଆଉ ମୋର ବିଷୟକୁ ଏଇଠି ପରିସମାପ୍ତି ଘଟଉଛି। ଜୟ ଜଗନ୍ନାଥ। Like, comment, and subscribe.